ଝିଅ ଆସେ ଖାଇବୁ ଆ ଝିଅ ଆ ଥଣ୍ଡା ଶୀଘ୍ର ଆ ମ ନାଇଁ ବୋଉ ମୁଁ ଆଜି ଖାଇବିନି ଭାତ କାଇଁ ମତେ କଣ ହେଲା କି? କୁହନ୍ତୁନି କିଛି ଖାଇବାକୁ ପିଇବାକୁ କଣ ଆପଣଙ୍କ ହେଲା? ପୁଅ ମୋ ସହ ଖାଲି ଝଗଡା କରୁଛନ୍ତି କଣ ମତେ ପାଇଁ? କିଛି କୁହନ୍ତୁନି ନା ମୁଁ ଖାଇବିନି ଆଜି ଆଉ ହେଇ ଶୁଣ କଣ ହେଇଛି ଆଗକୁ ନୂଆ ବର୍ଷଟା ଆସୁଛି ମୁଁ କହିଲି ଅୟ ଗୋଟେ ଡ୍ରେସ୍ ଆଣିଦିଅ ଟିକେ ନୂଆ ବର୍ଷରେ ପିନ୍ଧିକି ବୁଲିବାକୁ ଯିବି ଡ୍ରେସ୍ କଥା କହିବାରୁ ସେ ପୁରା ରାଗି ପାଚିକି ଉତ୍ତମ କାହିଁକି ସାଇ ପଡିଶା କଣ କହିବେ ତୁ ଗୋଟେ ବୋହୁଟା ଘରର ଡ୍ରେସ୍ ପିନ୍ଧିବୁ କଣ ବୋହୂ ମାନେ କଣ ଡ୍ରେସ୍ ପିନ୍ଧିବାର ଅଧିକାର ନାହିଁ ହଁ ଡ୍ରେସ୍ ପିନ୍ଧିବୁ ଶାଢ଼ୀଠୁ ତ ଡ୍ରେସ୍ଟା ଭଲ ସେ କାହିଁ ଆପଣଙ୍କ ପୁଅ ରାଗୁଛି ତ ବୁଝୁନାହାନ୍ତି ଡ୍ରେସ୍ ପିନ୍ଧିଲେ ସବୁଆଡ଼େ ଘୋଡ଼ିକି ରହିବ ଶାଢ଼ୀ ପିନ୍ଧିଲେ କ'ଣ ପେଟ ଅଣ୍ଟା ସବୁ ଦେଖାଯାଉଛି ମୁଁ ତ ସେଇଆ କହୁଛି ସେ ମୋ ପଟୁ ଜନ୍ମ ତତେ ଗାଳି ମନେ କରୁଛି ନାଇଁ ମୁଁ ତାକୁ କହିବି ନା ଡ୍ରେସ୍ ଯାଇକି ଆଣିବୁ ନା ସାଇ ପଡିଶା କହିବେ ସାଇ ପଡିଶା ଏଇଟା କହିବେ ସେଇଟା କହିବେ ଆଉ ଚୋରି କରୁଛି ଡ୍ରେସ୍ ପିନ୍ଧି ସବୁଆଡ଼େ ବନ୍ଦ ଦେଖିବ ପୁରା ଘୋଡ଼େଇକି ରହ ଡ୍ରେସ୍ ପିନ୍ଧି ଲାଜ କ'ଣ ଆପଣ ଶାଶୁ ହେଇକି ମୁଣ୍ଡରେ ଓନିରେ ଦୌଡ଼ି ପକେଇଛୁ ମୁଣ୍ଡରେ ଲୁଗାଟି ଦେଇକି ଯିବୁ ହଁ ଓନି ନିଜେ ପକେଇ ନିଜ ଯିବୁ ଘୋଡି ପଡିକି ନିଜର ମୁଣ୍ଡର ମୁଁ କଣ ମୁଣ୍ଡର ଓଢାଣା କରିବି ବୋଲି ମନା କରୁଛି ଡ୍ରେସ୍ ଟା ପିନ୍ଧିଲେ କଣ କରୁଛି ଇଜ୍ଜତ ପଡିଯିବ ନା ଇଜ୍ଜତ କାହିଁ ପଳେଇବ ଡ୍ରେସ୍ ପିନ୍ଧିଲେ ଭଲ ହଉ ମୁଁ ଆଜି କହିବି ହେଲା ତୁ ଖା ଝିଅ ଖାଇଦେ ଶାଶୁ ହେଇକି ମୋର କହୁଛନ୍ତି ଡ୍ରେସ୍ ପିନ୍ଧିବାକୁ ମୋ ଦେଖା। ସ୍ୱାମୀ କିନ୍ତୁ ମନା କରୁଛନ୍ତି କଣ କହିବ କହିଲେ ନାଇଁ ନାଇଁ ମୁଁ ତାକୁ କହିବି ନା ଆଇଲେ ଏମିତି ଯଦି ସମସ୍ତଙ୍କ ଶାଶୁ ମାନେ ହୁଅନ୍ତେ ତାହେଲେ ସ୍ୱାମୀ ମାନେ ଟିକେ ବୁଝନ୍ତେ ତୁ ଖାଇଦେବୁ ଝିଅ ଆଜିକାଲି ତ ମୁଁ ଆଇଲେ କହିବି ହେଲା ଆଉ କାନ୍ଦ ନା ଖା